ଭକ୍ତ କହୁଛି ଭଗବାନକୁ ନା ନା ତୋ ମୁହଁ ଆଉ ଚାହିଁବି ନାହିଁ। ମୋତେ ଛାଡ଼ି ଦେଇ ଆସିଲୁ, ମାଡ଼ ଖୁଆଇଲୁ, ମୁଁ ତୋ ମୁହଁ କଦାପି ଚାହିଁବି ନାହିଁ। ଭଗବାନ ଗୋଟିଏ ନର ରୂପ ଧାରଣ କରି ନିଜର ନାଁକୁ ଜଗନ୍ନାଥ ବୋଲି ରଖିଛନ୍ତି। ଭକ୍ତକୁ ଡାକୁଛନ୍ତି ଚାଲେ ପଣସ ଖାଇବା। ପଣସ କୋଉଠି ଖାଇବା? ସାକ୍ଷୀ ଗୋପାଳ। ସାକ୍ଷୀ ଗୋପାଳରେ ଯୋଉ ବଗିଚା ମୋର ଅଛି ସେଇଠି ମୁଁ ପଣସ ଖାଇବି। ଭକ୍ତ ଆଉ ଭଗବାନ ଦୁଇ ଜଣ ଗଲେ ସାଙ୍ଗ ହୋଇ। ଭକ୍ତ ଚଢ଼ିଲା ଗଛକୁ, ପଣସ ଖାଇଲା, ପଣସ ତଳକୁ ପକେଇଲା। ଜଗନ୍ନାଥ ବସି ପଣସ ଖାଇଲେ, ନରରୂପୀ ଜଗନ୍ନାଥ। ଦୁଲଡାଲ ଭୁସଭାସ ଶବ୍ଦରେ ଖମାରିର ନିଦ ଭାଙ୍ଗିଲା। ଗୋଟେ ଠେଙ୍ଗା ଧରିଥିଲା। ଜଗନ୍ନାଥ କ'ଣ କଲେ, ତାକୁ ତା ଆସିବା ଦେଖି ଦୌଡ଼ିକିରି ପଳେଇଲେ। ଜଗନ୍ନାଥ ଦୌଡ଼ିକି ପଳେଇଲେ, ଗଛ ଉପରେ ଦେଖିଲା ଲୋକଟା ଚଢ଼ିଛି। କହିଲା ଏ ଓଲା, କହୁଛି ପରା ଓଲା। ସେ ସବୁ ଧୀରେ ଧୀରେ ଓହ୍ଲେଇଲା। ତାକୁ ରିଚାରି ପାରେ ଖମାରି ପକେଇଲା। ତାକୁ ନେଇ ରାଜାଙ୍କ ପାଖରେ ମଧ୍ୟ ଆଦର କଲା। ଆଉ ଏଇଭଳିଆ ଗୋଟିଏ ପ୍ରସଙ୍ଗ ବାୟା କହୁଛନ୍ତି। ତେବେ ଭକ୍ତ ଓହ୍ଲେଇ ପଡ଼ି କହିଲା, ଭକ୍ତଟେ ଓହ୍ଲେଇଲା, କହିଲା ମୁଁ କ'ଣ ଆଉଥିଲି, ମତେ ବାସି ଜଗନ୍ନାଥ ଆଣିଛନ୍ତି। ସିଏ କାହିଁ ବୁଝିବେ କୋଉ ଜଗନ୍ନାଥ? ତାଙ୍କ ମନେ ମନେ ଗୋଟେ ଜଗା କା ନାଁ ଥିବ ନା। ଆଉ ଖମାରି ଜଗନ୍ନାଥ ଆଣିଥିଲେ। ଏତେ ସାହସ ତୋର? ଜଗନ୍ନାଥ ତୋର ସାଙ୍ଗ ହେଲେଣି, ତୁ ଜଗନ୍ନାଥଙ୍କ ନାଁ କହୁଛୁ? ତାପରେ ତ ପୁଣି ମାଡ଼ ବସିଲା। ଆଉ ହିଲୋ ଗୋପାଳ ବୋର କହିଛି ପୁଣି ମାଡ଼ ବସିଲା। ତାକୁ ନେଇ ରାଜାଙ୍କ ପାଖରେ ହାଜର କଲେ। ଯାଉ ଯାଉ ଦେଖିଲେ କଣ୍ଟା ବାଡ଼ରେ, ଗୋଟେ କଣ୍ଟା ବାଡ଼, ଇଏ କଣ୍ଟା ବାଡ଼ରେ ଜଗନ୍ନାଥଙ୍କର ପାଟ ଉତୁରିଟି ଲାଗିଛି। ଆଉ ଗୋଟେ ପାଟ ଉତୁରି କଣ୍ଟା ବାଡ଼ରେ ତାଙ୍କର ଲାଗିଛି। ଏ ଉତ୍ତରୀ ଓ ଭକ୍ତ ଉଭୟଙ୍କୁ ଧରି ରାଜାଙ୍କ ପାଖରେ ପହଞ୍ଚିଲେ। ରାଜା କହିଲେ ଏହାକୁ ଶୀଘ୍ର ନେଇ ହାଜତରେ ଭର୍ତ୍ତି କର। ବର୍ତ୍ତମାନ ଭକ୍ତ ରହିଲେ ଆଉ ତା ଭିତରେ। ଆଉ ସକାଳୁ ଦେଖିଲା ବେଳକୁ ସ୍ୱୟଂ ଜଗନ୍ନାଥଙ୍କ ମୂର୍ତ୍ତିରେ ଯୋଉ ପାଟ ଉତୁରି ଥିଲା, ସେ ପାଟ ଉତୁରି ଆଉ ଜଗନ୍ନାଥଙ୍କର ସେଇ ସୁନ୍ଦର ଶ୍ରୀଅଙ୍ଗରେ ନାହିଁ। ସେଇ ପାଟ ଉତୁରି ବାଡ଼ରୁ ଉଦ୍ଧାର କରାଯାଇଛି। ଦୁଇ ପ୍ରକାର ଦଣ୍ଡରେ ତାକୁ ଦଣ୍ଡିତ କରାଗଲା। ଭକ୍ତଟି ରାତି ଯାକ ଉପାସରେ ଥାଏ, କିନ୍ତୁ ଭାବରେ ଥାଏ। ଭାବରେ ଥିଲେ ଦେଖନ୍ତୁ, ଜଗନ୍ନାଥ ହଉଛନ୍ତି ଅନ୍ନଦାତା। ଆମେ ତ ଖାଲି ବନ୍ଧୁବାନ୍ଧବ କଥା କହୁଛୁ, ବନ୍ଧୁବାନ୍ଧବଙ୍କୁ ଦେଇଥିଲେ, ଏଠି ବି ଦେଇଛନ୍ତି। ଏଠି ଉପାସରେ ରହିଛନ୍ତି। ପ୍ରଭୁ ନିଜେ ଗୋଟେ ମାନେ ସୁନା ଥାଳିରେ ଖେଚୁଡ଼ି ଆଣିକିରି ତାକୁ ଦେଲେ। କହିଲେ ତୁ ଖାଇବୁ। ଅନେଇଲା, ମୁହଁକୁ ବୁଲେଇଗଲା। ତୁ ମତେ ମାଡ଼ ମାଇଲୁ, ତୁ ଖାଇଲୁ ପଣସ, ମୁଁ ଖାଇଲି ମାଡ଼, ପୁଣି ହାଜତରେ ବସିଲି। ନା ମୁଁ ଆଉ ଖାଇବିନି।
ଜଗନ୍ନାଥ କ'ଣ କହିଲେ? ତୁ ଯଦି ନ ଖାଇବୁ ମୁଁ ଖାଇବିନି। ଭକ୍ତ ଟିକେ ଅଭିମାନ ଭାଙ୍ଗିଲା, ହଉ ହଉ ଯା ଖାଇଦେବା, ତୁ ଖା ମୁଁ ଖାଇବି। ଆଉ ଦୁଇ ଜଣ ଖାଇଲେ। ତାପରେ ସେଇ ରାତ୍ରିର ଅର୍ଦ୍ଧରାତ୍ରି ବା ବ୍ରାହ୍ମ ମୁହୂର୍ତ୍ତ ସମୟରେ ଜଗନ୍ନାଥ ରାଜାଙ୍କ ପାଖରେ ପ୍ରକଟ ହେଲେ। କହିଲେ, ହେ ରାଜା, ସାକ୍ଷୀ ଗୋପାଳ ପାଖରେ ତ ଯୋଉ ପଣସ ବଗିଚାଟି ଅଛି, ସେଠି ଯୋଉ ଖମାରିକି ଜଗେଇଛୁ, ସିଏ କ'ଣ କରୁଛି, ଭଲ ପଣସ ଗୁଡ଼ାକ ସେ ତାର ଘରକୁ ନେଇଯାଉଛି। ଯେତିକ ମାନେ ଟିକେ କ'ଣ ପୁରୁଣା ପଚରା ପଣସ ସେ ତତେ ଆଣିକି ଦଉଛି। ତୁ ମୋ ପାଖକୁ ତାକୁ ପଠେଇ ଦଉଛୁ, ମୋ ପାଖରେ ଭୋଗ ଲାଗୁଛି, ମୁଁ ତାକୁ ଖାଉଛି। ଆଚ୍ଛା କହିଲୁ, ସିଏ ଖାଇବ ଭଲ ପଣସ, ମୁଁ ଖାଇବି ଖତରା ପଣସ। ସେ ଭୋଗକୁ ତୁ ପୁଣି ଖାଉଛୁ। ତେଣୁ ମୋର ମନ ହେଲା, ଭକ୍ତ ମାଧ୍ୟମରେ ମୁଁ ଯାଇଥିଲି ପଣସ ଖାଇବା ପାଇଁ, ମୁଁ ଖାଇଲି। ଆଉ ତୁ ନେଇକିରି ମୋ ଭକ୍ତକୁ ନେଇକିରି ବନ୍ଦୀଶାଳାରେ ରଖିଲୁ। ଜଗନ୍ନାଥ ଯୋଉ ସ୍ୱପ୍ନରେ ଦେଖୁଥିଲେ ପିଠି ଦେଖେଇଲେ, ଗୋଟେ ଦେଖୁନୁ ମତେ କେତେ ମାଡ଼ ମାରିଛି ସେ। ଜଗନ୍ନାଥ ପିଠି ସବୁ ମାଡ଼ ବହିଛି। ଆଉ ରାଜାଙ୍କ ନିଦ୍ରା ଭଙ୍ଗ ହେଲା। କହିଲେ, କଥା ମନେ ପଡ଼ିଲା, ଆରେ ପ୍ରକୃତ କଥା। ଏତିକି ଭାବିକିରି ରାଜା ଗଲେ, କହିଲେ ୟାକୁ ଖୋଲି ଦିଅ। ତାକୁ ଭୁଲ ମାଗିଲେ, କହିଲେ ନା ନା ମୋର ଭୁଲ ହେଇଯାଇଛି, ତୁ ପ୍ରକୃତରେ ପଣସ ଖାଇନୁ, ପଣସ ଖାଇଛନ୍ତି ପ୍ରଭୁ, ଆଉ ସତ୍ୟ ଆଜି ପଦାକୁ ଆସିଛି, ପୂଜା। ତାପରେ କ'ଣ ହେଲା, ଏଇ ଯୋଉ ଭକ୍ତକୁ ଭୀଷଣ ଝାଡ଼ା ହେଲା, ହଇଜା ରୋଗ ଧଇଲା। ଇଏ କ'ଣ କଲା, ସେ ହଇଜା ରୋଗରେ ସେଇ ଅଭିମାନ କରି ଗଲା ଚକ୍ରତୀର୍ଥକୁ। ଏଇଠି ମରିବି, ନ ମରିବି ଦେଇପଡ଼ିବି ସମୁଦ୍ରକୁ। ସେଇ ରାତିରେ ନିଜେ ସ୍ୱୟଂ ଜଗନ୍ନାଥ ପହଞ୍ଚିଲେ। ଜୟ ଗୁରୁ ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଗୁରୁ ବୈକୁଣ୍ଠନାଥ। ସେଇ ବୈକୁଣ୍ଠାଧିପତି ଜଗନ୍ନାଥ ତା ପାଖରେ ପହଞ୍ଚିଲେ, ତାକୁ ଆଉଁସି ଦେଲେ। କ'ଣ ହେଇଛି, ଏଇଟା ଭଲ ହେଇବନି? ଭକ୍ତ କହିଲା, ଆରେ ଜଗନ୍ନାଥ, ତୁ ଖାଇଲୁ ପଣସ, ମତେ ହେଲା ହଇଜା ରୋଗ, ଏଇ ତୋର ବିଚାର? ଭକ୍ତ ତଳେ କଥା କହୁଛି, ତୁ ଆସିକିରି ମତେ ପୁଣି ସେବା କଲୁନୁ। ମୁଁ ଗୋଟେ ନିଚ ଲୋକଟା, ମତେ କ'ଣ ସେବା କରୁଛୁ? ଭଗବାନ କ'ଣ କହୁଛନ୍ତି, ମୋର ଭକତ ଦହି ମାନ୍ୟ, ମୁହିଁ ତହିଁ ମାନ୍ୟ। ମୋ ଭକତ ଯେଉଁଠି ଅମାନ୍ୟ, ମୁଁ ବି ସେଠି ଅମାନ୍ୟ। ଭକ୍ତ, ଆରେ ଇଏ ନିରାଟା ଯଦି ହେଇନଥାନ୍ତା, ମୁଁ କେମିତି ତୋ ସେବା କରିଥାନ୍ତି? ଭକ୍ତର ସେବା କରିବା ପାଇଁ ଯୁଗେ ଯୁଗେ ଭଗବାନ ଅନେକ ଲୀଳା ସୃଷ୍ଟି କରନ୍ତି। ମୋର ଭକତ ମୋର ମିତ୍ର, ସେ କରେ ଜଗତ ପବିତ୍ର। ଆମ ଚ୍ୟାନେଲ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ରେ ପ୍ରେସ୍ କରନ୍ତୁ, ସେୟାର କରନ୍ତୁ।